ହଠାତ୍ କ'ଣ ହେଲା ରଜ ଅଧାରୁ ରହିଯାଇଥିଲା ଆଉ କାନ୍ଦରେ କାହିଁକି ସବୁ ପରିବାର ଏଠି ଚିତ୍କାରରେ ଫାଟି ପଡ଼ୁଛନ୍ତି। ଫୁଲ୍ ଭିଡ଼ିଓଟି ଦେଖନ୍ତୁ ଜାଣିପାରିବେ। ଯେହେତୁ ସକାଳେ ସବୁ କିଛି ଠିକ୍ଠାକ୍ ଥିଲା, ମୁଁ ସମସ୍ତଙ୍କ ପାଇଁ ଏଠି ସମସ୍ତଙ୍କ ମନପସନ୍ଦର ଖାଇବା ବି ବନେଇ ନେଇଥିଲି। ଯେହେତୁ ମୋ ପୁଅର ଏଇଟା ପ୍ରଥମ ରଜ, ସେଥିପାଇଁ ତା ମାଉସୀ ତାକୁ ଏଠି ସଜବାଜ କରିଦେଉଛି। ନୂଆ ଡ୍ରେସ୍ ପିନ୍ଧି ସେ ରେଡ଼ି ହେଇଗଲାନି ଆଉ ତାର କାନ୍ଦ ସେ ବାହାରକୁ ବୁଲିବା ପାଇଁ ଯିବ ବୋଲି। ତା ବାପା ବି ଏଠି ନୂଆ ଡ୍ରେସ୍ ପିନ୍ଧି ଭଲ ଭାବରେ ସଜବାଜ ହେଇସାରିଲାନି। କିନ୍ତୁ ଆମେ ତ ଓଡ଼ିଆ, 12 ମାସରେ ଆମର 13 ପର୍ବ, ଆଉ ସେଇ ପର୍ବରେ ଯଦି ଆମେ ଟିକେ ଯାଇକି ଭଗବାନଙ୍କ ଦର୍ଶନ କରିଥାଉ ମିଳିଥାଏ ଭାରି ଆନନ୍ଦ। ବାପ ପୁଅ ଏଠି ସକାଳୁ ସକାଳୁ ଟିକେ ମନ୍ଦିର ଚାଲିଲେ, ଆଉ ସେମାନେ ଆସିଲା ପରେ ମୁଁ ଏଠି ପୁଅକୁ ଏଠି ପ୍ରଥମେ କାକରା ଖାଇବା ପାଇଁ ଦେଇଥିଲି। ଆମେ ସମସ୍ତେ ବସି ପଡ଼ିଥିଲୁ ଏଠି ଖାଇବା ପାଇଁ। ଖିଆପିଆ ସରିଲା ତାପରେ ମୁଁ ଏଠି ସମସ୍ତଙ୍କ ପାଇଁ ଏଠି ଟିକେ କ୍ଷୀର ଚକୁଳି ବନେଇ ନେଇଥିଲି, ଯେଉଁଟାକି ମୋ ସ୍ୱାମୀଙ୍କୁ ବହୁତ ହି ପସନ୍ଦ। ମୁଁ ତାଙ୍କୁ ଏଠି ଖାଇବା ପାଇଁ ଦେଲି। ଦ୍ୱିପହର ଖାଇବା କେବଳ ମୁଁ ଆଉ ମୋ ଭଉଣୀ ମିଶିକିନା ଖାଇଥିଲୁ, କିନ୍ତୁ ବାବୁ ଏଠି ଖାଇନଥିଲେ। କିନ୍ତୁ ହଠାତ୍ ମାଆଙ୍କର ଫୋନ୍ ଆସିଲା ଯେ ମୋର ବଡ଼ବାପା ଶ୍ୱଶୁର ସିଏ ଆଉ ନାହାନ୍ତି। ସତରେ ଭାରି ଦୁଃଖ ଲାଗୁଛି। ଯେହେତୁ ଆମେ ଦୂରରେ ଅଛୁ, ଆମେ ତ ଯାଇପାରୁନୁ। ବହୁତ ଜଲ୍ଦି ଆମେ ଗାଁକୁ ବି